ଦୁଇଟି ମଞ୍ଜି ଥିଲେ। ସେ ଦୁଇଟି ମଞ୍ଜି ତାଙ୍କ ସମ୍ପର୍କ ଥିଲା ଭାଇ, କାରଣ ସେମାନେ ଗୋଟିଏ ଫଳର ଦୁଇଟି ମଞ୍ଜି। ଯେତେବେଳେ କେହି ଜଣେ ସେ ଫଳକୁ ଖାଇଦେଲା ଏବଂ ଖାଇସାରିକି ମଞ୍ଜି ମାଟିରେ ପକାଇଦେଲା, ସେତେବେଳେ ଦୁଇ ଭାଇଙ୍କ ଭିତରୁ ଅର୍ଥାତ୍ ଗୋଟିଏ ମଞ୍ଜି କ'ଣ କଲା, ତାର ପାଦ ଧୀରେ ଧୀରେ ତଳକୁ ତଳକୁ ପକାଇଲା ଏବଂ ଯେତେ ପାଦକୁ ତଳକୁ ତଳକୁ ପକାଇଲା ସେତେ ତାର ଉପରକୁ ଅଂଶ ଗଜୁରିବା ପାଇଁ ଲାଗିଲା। ସେଥିରେ ଛୋଟିଆ ଛୋଟିଆ ପତ୍ର ହେଲା, ପତ୍ର କଅଁଳିଲା ଏବଂ ତା ସହିତ ଧୀରେ ଧୀରେ ଡାଳ ବାହାରିବା ପାଇଁ ଲାଗିଲା, ଆହୁରି ଆହୁରି ବଢ଼ିଲା ଏବଂ ଯେତେ ଉପରକୁ ଉଠିଲା ଧୀରେ ଧୀରେ ସେ ବଡ଼ ହେବା ପାଇଁ ଲାଗିଲା। ସେଥିରେ ଫୁଲ ହେଲା, ସେଥିରୁ ଫଳ ହେଲା ଏବଂ ଚଢ଼େଇମାନେ ଆସି ଫଳ ଖାଇଲେ, କିଏ କେମିତି ଫୁଲ ବି ନେଲେ ଏବଂ ତାପରେ କ'ଣ ହେଲା ନା ସେଥିରେ ଚଢ଼େଇମାନେ ବସା କଲେ। ତା ଆଶ୍ରୟରେ ଅନେକ ଲୋକ ଆସିକି ସେ ଛାଇରେ ବସିଲେ, କିନ୍ତୁ ସେ ଆର ମଞ୍ଜିଟି ସେମିତି ପଡ଼ିଥାଏ। ଥରେ ଏ ଭାଇ ତାକୁ କହିଲା, ମୁଁ ଯେମିତି ତଳକୁ ପାଦ ପକେଇଲି ଏବଂ ଉପରକୁ ବଢ଼ିକି ଏତେ ବଡ଼ ହେଇଗଲି, ତୁ କାହିଁକି ସେମିତି କରୁନୁ? ସେ କହିଲା, ଦେଖ, ତଳକୁ ଗଲେ ସେଥିରେ ଅନେକ କୀଟ ଥିବେ, ପିମ୍ପୁଡ଼ି ଥିବେ, ଉଇ ଥିବେ, ସେମାନେ କାମୁଡ଼ିବେ, ଖାଇବେ ଏବଂ ପଥର ଅନ୍ୟାନ୍ୟ ସବୁ ପଦାର୍ଥ ଥିବ ଯେଉଁଥିରେ ବାଜିବ, ମୋତେ କଷ୍ଟ ହେବ। ତେଣୁ ମୁଁ ଚାହୁଁନି, ମୁଁ ଯେମିତି ଅଛି ମୋର ଭଲରେ ଅଛି। ଆଉ କଥା ବି କହିଲା ଯେ ହଁ, ଯେତେବେଳେ ତୁ ଉପରକୁ ବଢ଼ିଯିବୁ ସେତେବେଳେ ତୋ ଡାଳରୁ ଲୋକ ଆସିକି ଫୁଲ ଛିଡ଼େଇବେ, କିଏ ପତ୍ର ଛିଡ଼େଇବେ ଏବଂ କିଏ ଫଳ ଖାଇବ, ଏମିତି ଅନେକ କଥା। ଏତେ କଷ୍ଟକୁ ମୁଁ କାହିଁକି ଯିବି? ମୁଁ ମୋର ଯେମିତି ଅଛି ଭଲରେ ଅଛି। ଏମିତି କଥାବାର୍ତ୍ତା ଯେତେବେଳେ ଚାଲିଥିଲା ସେତିକିବେଳେ ଜଣେ କାଠୁରିଆ ସିଏ ଗୋଟେ ଅସ୍ତ୍ର ନେଇକିରି ଆସିଲା, କଟୁରୀ ନେଇକି ଆସିଲା ସେ ଡାଳ କାଟିବା ପାଇଁ। ସେଠୁ ଏ ଯୋଉ ମଞ୍ଜି ଅବସ୍ଥାରେ ଥିବା ଭାଇଟି କହିଲା, ଦେଖ, ମୁଁ କହୁଛି ନା ବର୍ତ୍ତମାନ ଆସିବ, ସେ ତତେ କାଟିବ। କିଛି ସମୟ ପରେ ଯୋଉ କାଠୁରିଆ ଯିଏ ଆସିଥିଲା ସେ କାଠ ହାଣିଲା, କିଛି କାଠ ହାଣି ସାରିଲା ପରେ କହିଲା, ନାଇଁ ନାଇଁ, ଫଳନ୍ତି ଗଛ, ଆଉ ବେଶୀ କାଟିବିନି, ସେ ଏତିକି ଥାଉ, କହିକି ସେ ଡାଳ ତକ ନେଇକି ପଳେଇଲା। ଏ ଡାଳଟି ତା ମଞ୍ଜି ଭାଇକୁ କହିଲା, ଦେଖ, ମୋତେ ସିନା କାଠୁରିଆ କାଟିଲା, ମୁଁ ଟିକେ ସହି ନେଲି, କିନ୍ତୁ ବର୍ତ୍ତମାନ ବି ମୁଁ ବଞ୍ଚିଛି ଏବଂ ମୁଁ ଆଗକୁ ମଧ୍ୟ ବଞ୍ଚିବି, କାରଣ ମୋର ଚେର ଯେତେ ତଳକୁ ଯାଇଛି ମୋ ଚେର ହିଁ ମୋତେ ବଞ୍ଚେଇ ରଖିବ ଏବଂ ଆହୁରି ସ୍ପର୍ଦ୍ଧିତ ହେଇକି ବଢ଼ିବା ପାଇଁ ମୋତେ ସୁଯୋଗ ସୃଷ୍ଟି କରିବ। କିନ୍ତୁ ତୁ ସେମିତି ହେଇକି ରହିଗଲୁ। ନାଇଁ ନାଇଁ, ତଥାପି ସେ ବୁଝିଲାନି। ନାଇଁ ନାଇଁ, ମୁଁ ଯେମିତି ଅଛି ମୁଁ ଭଲରେ ଅଛି। ଏବଂ ଏମିତି କଥାବାର୍ତ୍ତା ଚାଲିଥିବା ବେଳେ ଗୋଟେ କୁକୁଡ଼ା ଆସିଲା ଏବଂ କୁକୁଡ଼ା ଆସି ମଞ୍ଜିଟି ଗିଳି ଦେଲା। ତା କଥା ଅଧା ସରିନି, ତାର ଶେଷ ହେଇଗଲା। ତେଣୁ ବନ୍ଧୁଗଣ, ଆମେ ଯେତେ ତଳକୁ, ଆମେ ମାଟି ଭିତରକୁ ଯେତେ ଯିବା, ମାଟି ସହିତ ଯେତେ ସମ୍ପର୍କ ରହିବ, ସେଇ ଅନୁସାରେ ଆମେ ବଢ଼ିବା, ସେଇ ଅନୁସାରେ ଆମେ ଫଳବାନ ହେବା, ସେଇ ଅନୁସାରେ ଆମେ ସଫଳତା ମଧ୍ୟ ପାଇବା। ଅନେକ ସମୟରେ ଆମେ ତଳକୁ ପାଦ ବଢ଼େଇବା ପାଇଁ ଏବଂ ମାଟି ସହିତ ସମ୍ପର୍କ ରଖିବା ପାଇଁ ଟିକେ ସଂକୋଚ କରୁ, କିଏ ଘୃଣା କରନ୍ତି ଏବଂ କିଏ ଭାବନ୍ତି ଯେ ଇଏ ଗୋଟେ ଅସୁବିଧାର କଥା ବା ଇଏ ଗୋଟେ ଏମିତି କଥା ଯାହାକୁ କରିବା ଦ୍ୱାରା ନିଜର ବ୍ୟକ୍ତିତ୍ୱ ହାନି ହେବ। କିନ୍ତୁ ସଦାବେଳେ ମାଟି ସହିତ ଯାହାର ସମ୍ପର୍କ ଥାଏ ସେମାନେ ହିଁ ଉପରକୁ ଉଠନ୍ତି, ସେମାନେ ହିଁ ଆକାଶରେ ଡେଣା ମେଲି ବୁଲି ପାରନ୍ତି।